ବୁଲିଲେ ତେର ଭକ୍ତିଆ ଦଣ୍ଡୁଆ ଭକ୍ତ ସଦର ବ୍ଲକ ବେଗୁନିଆପାଳ ଓ 6 କିଲୋ ଶିମିଳିପାଟଣାର ମା ମଙ୍ଗଳା କାମନା କାଳିକା ମା ବାଇଆଣୀ ଓ କଳିକା କାମନାଙ୍କ ତେର ଭକ୍ତିଆ ଦଣ୍ଡୁଆ ଭକ୍ତମାନଙ୍କୁ ଦେଖିବାକୁ ମିଳିଛି। ଏହି ଧୂଳିଦଣ୍ଡ ଗତକାଲି 1 ତାରିଖଠାରୁ ଆରମ୍ଭ ହୋଇ 13 ତାରିଖ ମେରୁ 14 ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ମା ଦଣ୍ଡକାଳୀଙ୍କର ଝାମୁଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। ମା ମଙ୍ଗଳା କାମନା କାଳିକା ମା ବାୟାଣୀ ଓ ଦଣ୍ଡକାଳୀଙ୍କର ଫଟୋ ଧରି ଭକ୍ତମାନେ ନିଷ୍ଠାର ସହିତ ଏ ଗାଁରୁ ସେ ଗାଁ ବୁଲି ଧୂଳିଦଣ୍ଡ ପରିବେଷଣ କରିବା ଓ ପ୍ରଚଣ୍ଡ ତାତିରେ ଗାଁ ଦାଣ୍ଡ ଧୂଳିରେ ଗଡ଼ି ଗଡ଼ି ବିଭିନ୍ନ ଚରିତ୍ର ଉପରେ ଅଭିନୟ କରି ଅନ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରି ଧୂଳିଦଣ୍ଡ ପରିବେଷଣ କରିଥାନ୍ତି। ଏହିପରି 13 ଦିନ ପର୍ଯ୍ୟନ୍ତ ଭକ୍ତମାନେ ଘଣ୍ଟ ଢୋଲ ବାଦ୍ୟ ସାଙ୍ଗକୁ ଝୁଣାରେ ଗାଁ ଦାଣ୍ଡ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦିନ ଦ୍ୱିପ୍ରହରେ ଓ ରାତିରେ ସକାଳ ପର୍ଯ୍ୟନ୍ତ ଦଣ୍ଡନାଚ ପରିବେଷଣ କରିଥାନ୍ତି। ଭକ୍ତମାନେ ନିଜର କଥା ନିଜ ପରିବାରର ମନସ୍କାମନା ପୂରଣ ଲକ୍ଷ୍ୟରେ ଦୀର୍ଘ ବର୍ଷରୁ ଆଜି ପର୍ଯ୍ୟନ୍ତ ନିଷ୍ଠାର ଓ ବିଶ୍ୱାସର ସହ ଓଳିଏ ଖାଇ ନିଜ ଶରୀରକୁ କଷ୍ଟ ଦେଇ ଏହି ବ୍ରତ କରି ଆସୁଛନ୍ତି। ଏପରିକି ଭାପୁର ଛଦେଶ ଅଞ୍ଚଳର ଔଖମା ବେଗୁନିଆପାଳ ଶିମିଳିପାଟଣା ମହୁଲବେରିଣୀ କଳାଙ୍ଗ ଶଙ୍କରପୁର ବିଭିନ୍ନ ଗ୍ରାମର ମାନଙ୍କରେ ଏହି ଧୂଳିଦଣ୍ଡ ଦେଖିବାକୁ ମିଳିଛି।